ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏଇ ଛୋଟ ମିନି ବ୍ଲଗକୁ। ତ ସକାଳୁ ସକାଳୁ ଉଠି ପାଟିରେ ବ୍ରସ୍ ପୁରେଇ ମୁଁ ବାହାରି ଯାଇଥିଲି କୁଆଡ଼େ ନା କାମ କରିବାକୁ। କାମ କ'ଣ ଥିଲା ନା ମୁଗକୁ ନେଇକି ସବୁ ପକେଇବାର ଥିଲା ରାସ୍ତାରେ, କାହିଁକିନା ସେଠି ଅଛନ୍ତି ବାପା। ତ ବାପା ସବୁ ମୁଗକୁ ଖେଳଉଛନ୍ତି। ତ ଦେଖିପାରୁଥିବେ ଆପଣମାନେ ଏପଟରେ ବାପା ଏଠି ଖେଳଉଛନ୍ତି ମୁଗକୁ। ତା କିଛି ସମୟ ପରେ ସେ କାମ ସରିଯାଇଥିଲା ଫାଇନାଲି। ମୁଁ ବାହାରି ଆସିଥିଲି କୁଆଡ଼େ ନା ବିଲକୁ। ତ ବିଲରେ ବି କିଛି ଏବେ କାମ ହିଁ ନାହିଁ। ତ ମୁଁ ଯାଉ ଟିକେ ବୁଲିବାକୁ, ପଡ଼ିଆକୁ ଗଲାବେଳକୁ ପଡ଼ିଆରେ କେହି ବି ପିଲା ନାହାନ୍ତି। କୁଆଡ଼େ କେଜାଣି ସବୁ ପଳାଉଛନ୍ତି ସବୁ, ଭଗବାନଙ୍କୁ ବି ଜଣା। ତାପରେ ମୁଁ ବାହାରିଗଲି କୁଆଡ଼େ ନା ନାଳ ପାଖକୁ, କାହିଁକିନା ଭାବୁଥିଲି ହେଠି ବି ପିଲା ଥିବେ, ହେଠି ବି ଦେଖିପାରୁଥିବେ କେହି ନାହାନ୍ତି। ଏକାଟିଆ ହିଁ ମୁଁ ଗଛ ମୂଳେ ବସିଛି। କୁଆଡ଼େ ସବୁ ପଳେଇଲେ ଭଗବାନଙ୍କୁ ଜଣା। କିଛି ସମୟ ପରେ ପଡ଼ିଆକୁ ଆସିଲା ବେଳକୁ ଏଠି କ୍ୟାରମ୍ ଖେଳ ପାଇଁ ପ୍ରସ୍ତୁତି ଚାଲିଛି। ତ ଇଏ ହେଲା ସେମୁ, ଏପଟରେ ହେଲେ ଗଣେଶ। ତ ଏପଟର ସବୁ ପିଲା ଦେଖିପାରୁଥିବେ ଫଟାଫଟ ପଳେଇ ଆସିଛନ୍ତି, କେଉଁଠି ଥିଲେ ଲୁଚିକି ହଠାତ୍ ପଳେଇ ଆସିଲେ ଏତେ ପିଲା। ତା କିଛି ସମୟ ଭିତରେ ମୁଁ ମୋର ଘରେ ଆସି ଗାଧୋଇ ଖାଇ ପିଇ ବାହାରି ଯାଇଥିଲି କୁଆଡ଼େ ନା ପଡ଼ିଆକୁ, କାହିଁକିନା କ୍ରିକେଟ୍ ଖେଳ ଏବେ ଚାଲିଛି। ତ ଆଶା କରୁଛି ଆଜି ପିଲାମାନେ ଆସିବେ। ଦେଖିପାରୁଥିବେ ବାଦଲ ଆମର ଖେଳୁଛନ୍ତି। ତ ଆଉ ଗୋଟେ ପିଲାଟେ ବଲ୍ ପକାଉଛି, ବାଦଲ ବ୍ୟାଟିଂ ପାଉନି, ସେଥିଲାଗି ବେଡ଼ୁସ ଆସିକି ବ୍ୟାଟିଂ କରୁଛି। ତା କିଛି ସମୟ ଭିତରେ ତାର ଗୋଟେ ଛକା, ବିରାଟ କାୟ ଛକା ବାଦଲ ମାରିଛି। ଦେଖିପାରୁଥିବେ ଆପଣମାନେ କେତେ ବଡ଼ ଛକା, ତା ଜୀବନର ଫାର୍ଷ୍ଟ ଟାଇମ୍ ମାରିଛି, ସେଥିଲାଗି ସେ ବହୁତ ଖୁସି। ତା ଖୁସିକି ଦେଖିକି ମୁଁ ଆଉ ସହିପାରିଲିନି, ମୁଁ ପଳେଇ ଆସିଲି ଘରକୁ, କାହିଁକିନା ପିଲା ଆଜି କେହି ଆସିଲେନି ଖେଳିବା ପାଇଁ। ତ ରହୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ମୋ ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍ ସେୟାର କମେଣ୍ଟ ନିହାତି କରିବେ। ବାଏ ବାଏ।